এইটা দହି পাଣି ନା ଟଙ୍କ ତୋରାଣି? ଆମେ ଟିକେ ଦେଖନ୍ତୁ ଦହିବଡ଼ାରେ ଟିକେ ମଜା ନେଇଥିଲି। ସତରେ ୟାର ଯାହା ଲାଗିଲା ସକାଳେ ସକାଳେ ଟିକେ ସ୍ମାର୍ଟ ସିଟି ଆଡେ ଯାଇଥିଲି, ମାନେ ଆମ ରସାଳପୁର ଛକରେ। ତ ଗଲା ବେଳକୁ ଭାଇଟେ ଦହିବଡ଼ା ବିକ୍ରି କରୁଥିଲେ। ମୁଁ ତ ବ୍ରସ୍ କରି ଯାଇଥିଲି, ମୁଁ ତ ଖାଇବା ଦେଖିଲେ ମୋର କଣ ହେଇଯିବ ଆଉ। ତୁରନ୍ତ ଦୁଇଟା ଦହିବଡ଼ା ଆମେ ଅର୍ଡର କରିଥିଲୁ, ମାନେ ମୁଁ ଆଉ ରସିମ ଭାଇ ଯାଇଥିଲୁ ସାଥିରେ। ତ ଭାଇଙ୍କୁ କହିଲା ପରେ ଭାଇ ପୁରା ଏକଦମ ପୁରା ଚଟାପଟ ରେଡି କରିକି ଦେଇଥିଲେ। ଆଉ ତାଙ୍କର ପ୍ରୋସେସ୍ ସବୁ ଦେଖନ୍ତୁ କେମିତି କ'ଣ ସବୁ ଲଙ୍କାଗୁଣ୍ଡ କରିକା ପକେଇକି ପୁରା ବଢ଼ିଆ ସେ ଯେମିତି ଦହିବଡ଼ା ପ୍ରସ୍ତୁତ କରନ୍ତି। ଆଉ ଗରମ ଗରମ ଭୁଗୁନି ଏକଦମ ପୁରା ସକାଳ ସକାଳ ଏକଦମ ପୁରା ତିଆରି ହେଇକି ଆସିଛି। ତ ତାଙ୍କର କାକୁଡ଼ି ଫାକୁଡ଼ି ବିଲାତି ପିଆଜ ପକେଇକି ପୁରା ଝୁଡ଼ି ଭୁଜା ଫୁଡ଼ିଜା ପକେଇକି ପୁରା ଏକଦମ ବଢ଼ିଆ ସେ ପୁରା ରେଡ଼ି କରିଦେଲେ। ରେଡ଼ି କରିଦେଲା ପରେ ଭାଇ ମୋତେ ଦେଇଦେଲେ। ଆଉ ତାପରେ ମୁଁ ତ ବସିକି ଦହିବଡ଼ାଟାକୁ ଟେଷ୍ଟ କଲି। ଆଉ ଫାଷ୍ଟ ଗୋଟେ ବାଇଟ୍ ନେଇଛି, ସତରେ ୟାର ବହୁତ ଟେଷ୍ଟ ଥିଲା। ପାଣି ଗୋଟେ ବଢ଼ିଆ ସେ କରିକି ଦେଉନାହାନ୍ତି ନା ଦହି ପାଣି, ଆପଣ ମୁଁ ମାନେ ସତ କହୁଛି ଆପଣ ତ ଟ୍ରାଏ କରନ୍ତୁ, ତାପରେ ମୋତେ କହିବେ ଯେ ହଁ ଆକ୍ଚୁଆଲି ଅସିତ ଭାଇ ଯାହା କହୁଥିଲେ ସତ କଥା। ମାନେ ପୁରା ଟଙ୍କ ତୋରାଣି ଯେମିତି ଲାଗେନି ନା, ମୁଁ ତ ଭଗବାନଙ୍କର ଖାଇବାଟାକୁ ଏଠି କମ୍ପେୟାର କରିପାରୁନି, ଫିର୍ ବି ସେଇ ଫିଲ୍ ଦେବ ଆପଣମାନଙ୍କୁ। ଏତେ ଟେଷ୍ଟି